ରାଧେ ରାଧେ। ଶ୍ରୀକୃଷ୍ଣ ସମସ୍ତଙ୍କୁ ଭଲରେ ରଖନ୍ତୁ, ଖୁସିରେ ରଖନ୍ତୁ। ଆଜି ପବିତ୍ର ପ୍ରଥମାଷ୍ଟମୀ। ଆଜି ବଡ ମାନଙ୍କର ତ ପ୍ରଥମାଷ୍ଟମୀ ସବୁ ହୁଏ, ଯୋଉ ଆମର ପ୍ୟାଣ୍ଟ ସାର୍ଟ କିଣନ୍ତି, ପାଳନ କରାଯାଏ। କିନ୍ତୁ ଆମର ସାନ ମାନଙ୍କର, ମୁଁ ବି ସାନ, ଆମର କିଛି ନାହିଁ। କିନ୍ତୁ ଆଜି ଗୋଟେ ଜାଗାକୁ ଯାଉଛି, ଆପଣଙ୍କୁ ଗୋଟେ ଗାଁର ଖୁଲାସା କରିବାକୁ ଯାଉଛି, ଯୋଉ ଗାଁରେ ଆପଣଙ୍କୁ ଯାଇକି ସେ ଗାଁରେ ଯାଇ ପହଞ୍ଚିକି ଆପଣଙ୍କୁ ଦେଖଉଛି ସେ ଗାଁରେ କଣ ଅଛି କଣ ନାହିଁ, ଆପଣ ଯାଇକି ପହଞ୍ଚିକି ଏଟା ରାଜକନିକା ଶିଆଳିଆ ଗ୍ରାମ। ଏଟା ଶିଆଳିଆ ଗାଁରେ ଶିଆଳିଆ ମା ଇଏ ହେଲା, ଯେଉଁ ଗ୍ରାମରେ କୁହନ୍ତି କବାଟ ନାହିଁ, ଖରା ଖାଇ ମା ନନା ପୂଜା କରୁଛନ୍ତି। ଯେଉଁ ଗ୍ରାମରେ କବାଟ ନାହିଁ, ଝରକା ନାହିଁ କୁହନ୍ତି, ସେଇ ଗ୍ରାମରେ ଆମେ ଖୁଲାସା କରିବାକୁ ଆଇଛୁ। ମାଆଙ୍କ ଭିଜୁଆଲ୍ ଆମେ ନେଲୁ, ନନାଙ୍କ ଭିଜୁଆଲ୍ ବି ନେଉଛୁ। ଦେଖନ୍ତୁ ଏଠି ବହୁତ ମହିମା ଅଛି, ବହୁତ ଏଠି ଘଣ୍ଟି ଘୋଡ଼ା, ଏଠି ମାନସିକ ଏଠି ଦିଅନ୍ତି, ମାନସିକ ବି ଏଠି ଭଲ ଲୋକମାନେ ବହୁତ ଲୋକ ଆସନ୍ତି ଏଠି ମାନସିକ କରନ୍ତି। ଏଇଟା ତାଙ୍କର ଯଜ୍ଞ କୁଣ୍ଡ। ଦେଖ ଏଇଟା ତାଙ୍କର ଯଜ୍ଞ କୁଣ୍ଡ ମାଙ୍କର, ଏଠି ଯଜ୍ଞ କୁଣ୍ଡ। ଏଇଠିକି ଯେଉଁ ଶିଆଳିଆ ଗାଁକୁ ଆସିବା ପାଇଁ ନନାଙ୍କ ନମ୍ବର ବି ଏଇଠି ଅଛି। ନନାଙ୍କ କେତେବେଳେ ଥିବେ ନଥିବେ, ତାଙ୍କ ନମ୍ବର ବି ଏଇଠି ଅଛି, ଫୋନ୍ କରିପାରିବେ। ଏଇ ପୂରଣ ହୁଏ ଏଠି। ଦେଖନ୍ତୁ ଏଇ ବର ଗଛରେ ବହୁତ ଦେଖନ୍ତୁ କେତିକି ବନ୍ଧା ହେଇଛି। ଦେଖନ୍ତୁ ଦେଖନ୍ତୁ କେତେ ଦେଖ ବନ୍ଧା ହେଇଛି। ଦେଖନ୍ତୁ ଆପଣଙ୍କ ଗାଁ ଭିଜୁଆଲ୍ ଦେଖଉଛି। ଦେଖ କେତିକି ଦେଖନ୍ତୁ ମାନସିକ ପୂରଣ ହେଇଛି ଯାହାର ଯାହାର ସବୁ। ଘୋଡ଼ା ଦେଖ କେତେ ଘୋଡ଼ା ଦାନ କରିଛନ୍ତି। ଦେଖନ୍ତୁ ମାଙ୍କ ପାଖରେ ଦେଖନ୍ତୁ ଅସଂଖ୍ୟ ଘୋଡ଼ା ଦାନ କରୁଛନ୍ତି। ଦେଖନ୍ତୁ ଅସଂଖ୍ୟ ଘୋଡ଼ା ଦାନ ହେଇଛି ମାଙ୍କର। ବହୁତ ନୂଆ ଜିନିଷ ଦେଖନ୍ତୁ। ହେଲୋ ବାପ, ସେ ଶିଆଳିଆ ଗ୍ରାମର ସେଇଠି ପାର୍କର ଭିତରଟା ଆପଣଙ୍କୁ ଦୃଶ୍ୟ ଦେଖଉଛି। ଦେଖ ସେଇ ଶିଆଳିଆ ଗ୍ରାମରେ ସେଇ ମନ୍ଦିର ପାଖରେ ସେଇ ଅଛି। ସେ ବଗ, ସେ ବଗଟି ବଗ ହେଇ ହେଇ ମୋ ସାଙ୍ଗକୁ ଦେଖ କେମିତି। ହେଇଲୋ ବାପ, ଦେଖନ୍ତୁ ପୁରା କେମିତି ଏଠି ଭଲ ଭଲ ସିଷ୍ଟମ୍ ସବୁ କରିଛନ୍ତି ଏଠିକାର ବିଧାୟକ। ଆଜି କୋର୍ଟ ଛୁଟି ଥିବାରୁ ଆସିକି ଆପଣଙ୍କୁ ଦେଖଉଛି, ବିଭିନ୍ନ ଭିଜୁଆଲ୍ ସବୁ ଦେଖଉଛି। ଏଇ ଗୋଟେ ନୂଆ ସିଷ୍ଟମ୍ ହେଇ ଦେଖନ୍ତୁ। ଦୋଳି ବି ଅଛି, ଦେଖିଲେ ତ ଦୃଶ୍ୟ ଦେଖ ତ। ଆପଣଙ୍କୁ ଗାଁ ଯାଇକି ଦେଖେଇବି, ଗାଁ ଭିତରେ ଯେଉଁ କବାଟ ଝରକା ନାହିଁ ଆପଣ ଦେଖିପାରିବେ। ହେଇ ଦେଖ, ହେଇ ଦେଖ, ହେଇ ଦେଖ ସାଙ୍ଗମାନେ କେମିତି ଚଲେଇଛନ୍ତି ତାଙ୍କର କାର୍ଯ୍ୟକ୍ରମ ଚଲେଇଛନ୍ତି। ଦେଖନ୍ତୁ ଦେଖନ୍ତୁ ଆମେ ବର୍ତ୍ତମାନ ଆସି ପହଞ୍ଚି ଯାଇଛୁ ଶିଆଳିଆ ଗ୍ରାମରେ, ଯେଉଁ ଗ୍ରାମରେ କି ପୌରାଣିକ କଥାକୁ ନେଇ ଅଛି କି ଗ୍ରାମରେ କୌଣସି ଘରେ କବାଟ ନଥାଏ। ସେଟା ଆଜ୍ଞା ଆଗରୁ ନଥିଲା, ଏବେ ପ୍ରାୟତଃ ଯୁଗ ଚେଞ୍ଜ ହେବା ପରେ ସମସ୍ତ ଘରର କବାଟ ମୁଖ୍ୟ କବାଟ ଲାଗିଛି। ଦେଖନ୍ତୁ ସମସ୍ତ ଘରରେ କବାଟ ମୁଖ୍ୟ ଦ୍ୱାର ଲାଗିଛି, କୌଣସି ଘରେ କବାଟ ନାହିଁ ବୋଲି ଏବେ ଆଉ ନାହିଁ, ଲାଗିଯାଇଛି।